ଆଜିର ରାଶିଫଳ ଏପ୍ରିଲ ମାସ 10 ତାରିଖ ଶୁକ୍ରବାର ବୈଶାଖ ମାସ କୃଷ୍ଣପକ୍ଷ ତିଥି ଅଷ୍ଟମୀ ରାତ୍ରି 11:39 ଗତେ ନବମୀ ନକ୍ଷତ୍ର ପୂର୍ବ ଆଷାଢ଼ ଦିବା 12:40 ଗତେ ଉତ୍ତର ଆଷାଢ଼ ଚନ୍ଦ୍ର ଧନୁ ରାତ୍ରି 7:15 ଗତେ ମକର ଯୁଗ ଶିବ। ଆଜିର ସୂର୍ଯ୍ୟ ଉଦୟ ସମୟ 5:38 ସୂର୍ଯ୍ୟାସ୍ତ ସମୟ 6ଟା। ବିଛା ଧନୁ ମୀନ ରାଶିର ଘାତବାର ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର। ଆଜିର କାଳ ବେଳା ଓ ବାର ବେଳା ଦିବା 8:40 ଗତେ 11:45 ମଧ୍ୟରେ ବିଶୁଦ୍ଧିବା ଅମୃତ ବେଳା ଦିବା 7:15 ମଧ୍ୟରେ 8:03 ଗତେ 10:39 ମଧ୍ୟରେ 12:52 ଗତେ 2:28 ମଧ୍ୟରେ ବିଶୁଦ୍ଧିବା ମହେନ୍ଦ୍ର ବେଳା ରାତ୍ରି 10:46 ଗତେ 11:43 ମଧ୍ୟରେ। ଆଜି ନଡ଼ିଆ ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବି ଅଲ୍ ନୋଟିଫିକେସନ୍ ଅନ୍ କରିବେ ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବେ ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ଶାରୀରିକ ଅସୁସ୍ଥତା ଦେହ ମନକୁ ଅବଶ କରିଦେବ। ଚିନ୍ତା ଓ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ କମ୍ ହେବ। ମହିଳା ଓ ଛାତ୍ରଛାତ୍ରୀମାନେ ମାନସିକ ଯନ୍ତ୍ରଣା ପାଇପାରିବେ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ସାଂସାରିକ ଜୀବନ ଆନନ୍ଦ ଭରା ରହିବ। ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୂର ହେବ। ମହିଳା ଓ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ଖୁସିରେ କାଟିବେ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଏହି ରାଶିର ଲୋକମାନଙ୍କ ପାଇଁ ଆଜି ବ୍ୟବସାୟରେ ଲାଭବାନ ହେବ। ପାରିବାରିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ। ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ। ସେହିଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନଟି ସନ୍ତାନମାନଙ୍କୁ ନେଇ ଗର୍ବ ଅନୁଭବ କରିବେ। ନୂତନ ବସ୍ତ୍ର ଆଦି ଆଭୂଷଣ ପ୍ରାପ୍ତି ହେବେ। ନୂତନ ଯୋଜନାରେ ସଫଳ ହେବେ। ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବେ। ମହିଳା ଓ ଛାତ୍ରଛାତ୍ରୀମାନେ କୌଣସି ଦିଗରୁ ପୁରସ୍କୃତ ହେବେ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନଟି ସାମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ। ଧନ ସଞ୍ଚୟ ପାଇଁ ଦିବସଟି ବେଶ୍ ଉତ୍ତମ। ଚାକିରିରେ ପଦମର୍ଯ୍ୟାଦା ପ୍ରାପ୍ତି ହୋଇପାରେ। ମହିଳା ଓ ଛାତ୍ରଛାତ୍ରୀମାନେ କର୍ମ ନିପୁଣ ହେବେ। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ। ଋଣ କରିବାର ଦୁର୍ଯୋଗ ରହିବ। ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ। ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ। ମହିଳା ଛାତ୍ରଛାତ୍ରୀମାନେ ବିଷାଦରେ ଦିନଟି ଅତିବାହିତ କରିବେ। ସେହିଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ, ନହେଲେ କିଛି କ୍ଷତି ସହିବାକୁ ପଡ଼ିପାରେ। ବହୁ ଦିନରୁ ଲାଗି ରହିଥିବା ମାଲି ମୋକଦ୍ଦମାର ସମାଧାନ ହେବାର ସମ୍ଭାବନା ହେବ। ତଥାପି ରସାୟନ ସମ୍ବନ୍ଧୀୟ ବ୍ୟବସାୟୀମାନେ ଶୁଭଫଳ ଅନୁଭବ କରିବେ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ବିଳାସ ବ୍ୟସନରେ ଅତିବାହିତ ହେବ। ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ। ପ୍ରଶାସନିକ ସେବା କ୍ଷେତ୍ରରେ କର୍ମରତମାନେ ସଫଳ ପାଇବ। ମହିଳାମାନେ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ। ସେହିଭଳି ଦେଖିବା ଧନୁ ରାଶି ବ୍ୟକ୍ତିମାନଙ୍କ ପାଇଁ ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ। ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହର ଦିନଟି କାଟିବେ। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ଶାରୀରିକ ଅସୁସ୍ଥତା ଦେହ ମନକୁ ଅବଶ କରିଦେବ। ଚିନ୍ତା ଯୋଗ ରକ୍ତଚାପ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ କମ୍ ହେବ। ଅଯଥା ବ୍ୟୟ ଯୋଗ ରହିଛି। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲକ୍ଷିତ ହେବ। ବ୍ୟୟ ଠାରୁ ଆୟ ବଢ଼ିବ, ତେଣୁ ମାନସିକ ତୃପ୍ତି ବଢ଼ିବ। ସନ୍ତାନମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ। ମହିଳାମାନେ ପାରିବାରିକ ପରିବେଶ ନିଜକୁ ସ୍ଥିର କରିପାରିବେ। ଶେଷ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦେହ ମନ ଭଲ ରହିବ। ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। କର୍ମକ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗ ହାତ ବଢ଼ିବ। ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।